ଯେମିତି କର୍ମ ସେମିତି ଫଳ ପାଇବ। ହଁ ଫ୍ରେଣ୍ଡସ୍, ପ୍ରତାପ ଅଙ୍କଲ ତପସ୍ୟାକୁ ବୁଝେଇଛନ୍ତି, କହିଛନ୍ତି ତୁ ବ୍ୟସ୍ତ ହୋନା, ସେ ଝିଅ ପାଇଁ ମୁଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଦେଇଛି। କାଲି ହେବ ଘର ପ୍ରତିଷ୍ଠାର ଯଜ୍ଞ ଏବଂ ପୂଜା। ଆଉ ଠିକ୍ ସେତିକି ସମୟରେ ତୋର ଏବଂ ତରୁଣର ବିବାହ ପ୍ରସ୍ତାବ ମୁଁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବି। ତୁ ଜମା ବି ବ୍ୟସ୍ତ ହୁଅନା, କାଲି ମୁଁ ନିଶ୍ଚିନ୍ତ ଏ କାର୍ଯ୍ୟ ସଫଳ କରିବି। ହଁ ଫ୍ରେଣ୍ଡସ୍, ଏକଥା ଅଙ୍କଲ ତପସ୍ୟାକୁ କହିଛନ୍ତି ଏବଂ ଏ କଥାରେ ଖୁସି ହେଇଛନ୍ତି ତପସ୍ୟା ଏବଂ କହିଛନ୍ତି ମୁଁ ଅଙ୍କଲ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି, କାରଣ ଆପଣ ମୋ ପାଇଁ ଯେତିକି କାର୍ଯ୍ୟ କରୁଛନ୍ତି ତାହା ପାଇଁ ମୁଁ ଚିର ଋଣୀ ହୋଇ ରହିବି। ହଁ ଫ୍ରେଣ୍ଡସ୍, ଅଙ୍କଲକୁ ଯେତେବେଳେ ଧନ୍ୟବାଦ ଦେଇଛନ୍ତି ସେତେବେଳେ ମନେ ମନେ ଖୁସି ହେଇଛନ୍ତି, ଯାହା ହଉ ଏ ମୋ କାର୍ଯ୍ୟକୁ ବହୁତ ଜଲ୍ଦି ସଫଳ କରିଦେଲେ। ହଁ ଫ୍ରେଣ୍ଡସ୍, ଆଗକୁ ବଢ଼ିବା ତା ପୂର୍ବରୁ ଆପଣମାନେ ସମସ୍ତଙ୍କୁ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଏକଥା କିନ୍ତୁ ଖୁଡ଼ି ଶୁଣୁଥିଲେ, ଯେତେବେଳେ ଖୁଡ଼ି ଆସିବାର ଦେଖିଛନ୍ତି ଏ ଦୁଇ ଜଣ ଯାହା କଥା ହେଉଥିଲେ ସବୁକୁ ଡାଇଭର୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତପସ୍ୟା କହିଛନ୍ତି ଅଙ୍କଲ ମୁଁ ତାହେଲେ ଆସୁଛି, କାଲି ଆମେ କଥା ହେବା। ଆଉ ଆମେ ଯେଉଁ କଥା ବିଷୟରେ ଆଲୋଚନା କଲେ ସେ କଥା ନା, ହଁ ତୁ ବ୍ୟସ୍ତ ହୋନା, ଆମେ ନିଶ୍ଚିନ୍ତ ସେ କାର୍ଯ୍ୟ ସଫଳ କରିବା ପାଇଁ ପ୍ରୟାସ କରିବା। ହଁ ଫ୍ରେଣ୍ଡସ୍, ଏକଥା କହି ତପସ୍ୟା ସେଠୁ ପଳେଇଛନ୍ତି। ଆଉ ଠିକ୍ ଏହି ସମୟରେ ତାଙ୍କ ପାଖରେ ଆସି ପହଞ୍ଚିଛନ୍ତି ତାଙ୍କ ଧର୍ମପତ୍ନୀ, ମାନେ ପ୍ରତାପଙ୍କ ଧର୍ମପତ୍ନୀ ଏବଂ ତରୁଣଙ୍କ ଖୁଡ଼ି। ଆଉ ପଚାରିଛନ୍ତି ପ୍ରତାପ, ମୁଁ ଟିକେ ଶୁଣିବାକୁ ଜାଣିବାକୁ ଚାହୁଁଛି, ତୁମେ ଯେଉଁ ତପସ୍ୟାକୁ କଥା ଦେଉଥିଲ ସେ କଥାଟା କ'ଣ? ସେ କଥା ତ ତରୁଣ ବିଷୟରେ ନୁହେଁ ତ? ଏକଥା ଯେତେବେଳେ ପ୍ରତାପକୁ ପଚାରିଛନ୍ତି ଖୁଡ଼ି, ସେତେବେଳେ ପ୍ରତାପ କହିଛନ୍ତି ଦେଖ, ସେ ହେଉଛି ମୋ ପୁତୁରା ଆଉ ମୁଁ ତା ଦାଦା, ମାନେ ବାପା ବୟସର, ବାପା ସାଙ୍ଗରେ ସମାନ। ଆଉ ମୁଁ ମୋ ପୁଅ ପାଇଁ ଭଲ କେଉଁଟା ମନ୍ଦ କେଉଁଟା ବାଛିବାରେ ଠିକ୍ କରିବି ବୋଲି ମୁଁ ଭାବୁଛି। କିନ୍ତୁ ଖୁଡ଼ି କହିଛନ୍ତି ଦେଖ, ତରୁଣର ଯଦି କିଛି ଅସୁବିଧା ହୁଏ ଆଉ ତା ବିରୁଦ୍ଧରେ ଯଦି କିଛି ଡିସିସନ୍ ତୁମେ ନେବ ବୋଲି ଭାବୁଛ ତାହେଲେ ହୁସିଆର, ଜାଣି ରଖ ମୁଁ ବି ତା'ର ଖୁଡ଼ି ଏବଂ ତା'ର କିଛି ଅନିଷ୍ଟ ହେବା ପାଇଁ ମୁଁ ଦେବିନି। କ'ଣ ପ୍ରତାପ ଏବଂ ତପସ୍ୟାଙ୍କର ଯେଉଁ ପ୍ଲାନିଂ ଅଛି ତାକୁ ଖୁଡ଼ି ବ୍ରେକ୍ କରିପାରିବେ? ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।